नमस्कार ମୁଁ ଜଗଦୀଶ ଆପଣଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ଗତକାଲି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକାମ୍ର କ୍ଷେତ୍ର, ଘଟଗାଁ ମା ତାରିଣୀ ପୀଠ ଓ ଯାଜପୁର ମା ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ କଲେ। ବୈଠକରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଅବହେଳିତ ଛୋଟ ଓ ବଡ଼ ମନ୍ଦିର ଗୁଡ଼ିକ ଉନ୍ନତି ଓ ସୌନ୍ଦର୍ଯ୍ୟ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ସହ ମିଶି କାର୍ଯ୍ୟ କରିବାକୁ ଉପରେ ଜୋର ଦେଇଥିବା ବେଳେ ଘଟଗାଁ ଓ ବିରଜା ପୀଠକୁ ଯାତ୍ରା ନିବାସ, ପ୍ରସାଦ ଗୃହ, ବ୍ୟାଖ୍ୟା କେନ୍ଦ୍ର, ହାତୀ ପୋଖରୀ, ଡ୍ରେନ୍ ପାର୍କ ଇତ୍ୟାଦି ଏକାମ୍ର କ୍ଷେତ୍ରରେ ଟ୍ରାଫିକ ଓ ରାସ୍ତା ବିକାଶ ଉପରେ ଆଲୋଚନା ହେଲା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସୁଭଦ୍ରା ଟଙ୍କା ପାଇବା ପରେ ମହିଳାମାନେ ବହୁତ ଖୁସିରେ ଥିଲେ ଏବଂ ଏବେ ସୁଭଦ୍ରା ଟଙ୍କା କେମିତି ଖର୍ଚ୍ଚ କଲେ ତାହା ବର୍ଷେ ପରେ ସୂଚନା ମାଗୁଛନ୍ତି ସରକାର। ବର୍ଷକୁ 2ଟି କିସ୍ତି ସୁଭଦ୍ରା ଯୋଜନାର ପ୍ରାୟ କୋଟିଏ ମହିଳାକୁ 10,000 ଟଙ୍କା ଲେଖାଏଁ ଦେଇଛନ୍ତି ସରକାର। ଏହି ଟଙ୍କା ମହିଳାମାନେ କେଉଁଠି ଓ କେମିତି ଖର୍ଚ୍ଚ କଲେ ସେ ନେଇ ସର୍ଭେ କରାଯିବ। ଆଗକୁ ଗାଁ ଗାଁରେ ସର୍ଭେ କରିବେ କଲେଜ ପଢୁଆ ଛାତ୍ରଛାତ୍ରୀ। 22,000 ମହିଳାଙ୍କୁ ଭେଟି ତଥ୍ୟ ସଂଗ୍ରହ କରି ସରକାରକୁ ରିପୋର୍ଟ ଦେବେ। ଆଗାମୀ 2 ସପ୍ତାହ ଧରି କଲେଜ ଛାତ୍ରଛାତ୍ରୀ ରାଜ୍ୟର ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ସୁଭଦ୍ରା ହିତାଧିକାରୀଙ୍କୁ ସାକ୍ଷାତକାର ନେବେ ଏବଂ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିବା ପରେ ସୁଭଦ୍ରା ସମୀକ୍ଷା କଲେଜ ଛାତ୍ରଛାତ୍ରୀ ନିୟୋଜିତ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ ସଂଘ। 1 ମାସ ଧରି ସୁଭଦ୍ରା ସମୀକ୍ଷା ଚାଲିବ। ସର୍ବେକ୍ଷଣ ତଥ୍ୟ ଆଧାରରେ ଆଗାମୀ ସୁଭଦ୍ରା କାର୍ଯ୍ୟକ୍ରମରେ କାର୍ଯ୍ୟନିହିତ ସ୍ଥିରତା କରାଯିବ। ଆଇଏଏସ୍ ସମ୍ବଲପୁର ସହଯୋଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଏ ସମୀକ୍ଷାର ତଥ୍ୟ ବିଶ୍ଳେଷଣ କରି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବର୍ଷା ପାଇଁ ଆଲର୍ଟ। 23 ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ 24 ତାରିଖ ବା ଆଜି ଏହା ଲଘୁଚାପରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ 28 ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର ପ୍ରମୁଖ ନଦୀର ଜଳସ୍ତର ବଢିବାରେ ବୈତରଣୀ, ବ୍ରହ୍ମଣୀ, ମହାନଦୀରେ 23ରୁ 37 ମିଲିମିଟର ବର୍ଷା ହେବାର ଆଶଙ୍କା କରାଯାଇଥିବା ବେଳେ ସେପଟେ ସୁବର୍ଣ୍ଣପୁର ରେଖା, ବୁଢାବଳଙ୍ଗ ବେସିନରେ 26ରୁ 37 ମିଲିମିଟର ବର୍ଷା ହେବାର ଆଶଙ୍କା ରହିଛି। ବୁଧବାର ଠାରୁ ବର୍ଷା ଆରମ୍ଭ ହୋଇଯିବ ଏବଂ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଆସିଛି। ଆଜି ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳରେ ପ୍ରବଳ ବର୍ଷା ହୋଇପାରେ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବରଗଡ଼, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। 25 ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। 26 ତାରିଖ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ 27 ଓ 28 ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ମଙ୍ଗଳବାର କୋରାପୁଟରେ ସର୍ବାଧିକ 60 ମିଲିମିଟର ବର୍ଷା ହୋଇଛି ବୋଲି ରିପୋର୍ଟ ଆସିଥିଲା। ଚନ୍ଦବାଲିରେ 17 ମିଲିମିଟର ଓ ଖୋର୍ଦ୍ଧାରେ 7 ମିଲିମିଟର ରେକର୍ଡ ହୋଇଥିଲା। ସ୍ୱ ପରିବେଶ ଓ ଜଳବାୟୁ କେନ୍ଦ୍ର ଆକଳନ କରି କହିଛି ଯେ ଉତ୍ତର ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଶୁକ୍ରବାର ରାତିରେ ଅଧିକ ଘନୀଭୂତ ହୋଇ ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡକୁ ମୁହେଁବ ଏବଂ ଲଘୁଚାପ ପ୍ରଭାବରେ 26 ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହୋଇପାରେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଚାଲିଛି ସାରା ରାଜ୍ୟରେ ଚାଷୀ ପଞ୍ଜୀକରଣ। ସମବାୟ ସମିତିରେ ଲାଗିଛି ଚାଷୀଙ୍କ ଭିଡ। ପଞ୍ଜୀକରଣ ପାଇଁ ଏଥର ଚାଷୀଙ୍କୁ ଅଧିକ ସ୍କାନ କରାଯାଉଥିବାରୁ ଅଧିକ ସମୟ ଲାଗୁଥିବା ବେଳେ ଫଳରେ ଚାଷୀ କାମ ଛାଡି ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ଇଣ୍ଟରନେଟ ସର୍ଭର ଡାଉନ ହେଲେ ବନ୍ଦ ହୋଇଯାଉଥିବା ପଞ୍ଜୀକରଣ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଚାଷୀ। ଗୁଣପୁର ଭଳି ବରଗଡ଼, ନିଆଳି ସମେତ ରାଜ୍ୟର ଅନେକ ଅଞ୍ଚଳରେ ଚାଷୀଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି ହେଉଥିବାର ଦେଖିବାକୁ ମିଳିଛି। ଇ-କେୱାଇସି ବ୍ୟବସ୍ଥାକୁ ସ୍ୱାଗତ କରିଥିଲେ ବି ଚାଷୀ ସମୟରେ କେମିତି କରିବେ ସେ ନେଇ ଚିନ୍ତା ବଢିଛି। କାମ ବନ୍ଦ କରି ଇ-କେୱାଇସି ପାଇଁ ଲାଗିଲେ ଚାଷରେ ପ୍ରଭାବ ହେବାର ଆଶଙ୍କା ରହିଥିବା ବେଳେ ସେପଟେ ପଞ୍ଜୀକରଣକୁ ସରଳୀକରଣ କରାଯାଇଛି କହି ସଫେଇ ଦେଉଛନ୍ତି ଯୋଗାଣ ମନ୍ତ୍ରୀ। ମାସ ମାସ ଧରି ରାସନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ ଚାଲିଥିବା ବି ବିଭିନ୍ନ କାରଣ ଯୋଗୁଁ ଏପର୍ଯ୍ୟନ୍ତ 20 ଲକ୍ଷ ଲୋକ କରିପାରି ନାହାନ୍ତି। ଏଭଳି ସ୍ଥିତିରେ ମାସରେ ଭିତରେ ଚାଷୀଙ୍କ ପଞ୍ଜୀକରଣ କେମିତି ହେବ ତାହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜର ବିଷୟ ପାଲଟିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି ଲାଗି 4 ଘଣ୍ଟା ସର୍ବସାଧାରଣ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଆଜି ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିର ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମସ୍ତକରେ ପାରମ୍ପରିକ ଚିତାଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି।
ଏହି ନୀତି ସମୟରେ ଅପରାହ୍ନ 2:30ରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଆସିଛି। ଏଥିଲାଗି ଅମାବାସ୍ୟା ଦିନ ଓଡ଼ିଶାର ଜନସେବା ଓ ଶ୍ରଦ୍ଧାଳୁ ପାଳନ ସହ ଗେଣ୍ଡା ଆଦି ପ୍ରାଣୀଙ୍କୁ ଚିତଉ ପିଠା ଅର୍ପଣ କରାଯାଏ। ଏହି ରୀତି ଶ୍ରବଣ ପରମ୍ପରା ଓ ଶ୍ରୀମନ୍ଦିର ନୀତି ଅନୁଯାୟୀ ପାଳନ ହୁଏ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରାଜ୍ୟରେ ଖୋଲିବ 56ଟି ସିଭିଲ କୋର୍ଟ। ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ବିଭିନ୍ନ ସ୍ଥାନରେ 56ଟି ନୂଆ କୋର୍ଟ ଖୋଲାଯିବ। ଏହା ସହ 840ଟି ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି। ମୟୂରଭଞ୍ଜରେ ସର୍ବାଧିକ 13ଟି କୋର୍ଟ ସ୍ଥାପନ ହେବାକୁ ଥିବାବେଳେ ମୋଟ 13ଟି ଜିଲ୍ଲାରେ ସ୍ଥାପନ ହେବ ନୂଆ ସିଭିଲ କୋର୍ଟ। 2022ରେ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ 700 କୋର୍ଟ ରହିଛି ଏବଂ ଏଥିରେ ସିଭିଲ ଓ କ୍ରିମିନାଲ କୋର୍ଟ ମଧ୍ୟ ସାମିଲ ରହିଛି। ଏହା ସତ୍ତ୍ୱେ ରାଜ୍ୟରେ 15 ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଥିବା ବେଳେ ଏଥିରେ 12 ଲକ୍ଷରୁ ଅଧିକ କେବଳ ଅପରାଧ ମାମଲା ରହିଛି। କେବଳ ଓଡ଼ିଶା ହାଇକୋର୍ଟରେ 1,89,000 ମାମଲା ବିଚାରାଧୀନ ରହିଥିବାର ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତକାଲି ବ୍ରିଟେନ ଏବଂ ମାଳଦ୍ୱୀପକୁ 4 ଦିନିଆ ଗସ୍ତ ଆରମ୍ଭ ହୋଇଛି। ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ଗତକାଲି ସନ୍ଧ୍ୟାରେ ଶ୍ରୀ ମୋଦି ଲଣ୍ଡନଠାରେ ପହଞ୍ଚିଥିବେ। ଭାରତ ବ୍ରିଟେନ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ କହିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାମରଙ୍କ ନିୟନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତ ଯାଉଥିବା ବେଳେ ବିଭିନ୍ନ ଅଞ୍ଚଳ ଏବଂ ବୈଷୟିକ ପ୍ରସଙ୍ଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ବ୍ରିଟେନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ କୁମାର ଦୋରସ୍ୱାଇଁ କହିଛନ୍ତି ଯେ ଭବିଷ୍ୟତରେ ବ୍ରିଟେନ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ହେବାରେ ଶ୍ରୀ ମୋଦିଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କିଙ୍ଗ ଚାର୍ଲସ ତୃତୀୟଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଏହି ବ୍ରିଟେନ ଚତୁର୍ଥ ଗସ୍ତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 25 ତାରିଖରେ ପ୍ରଧାନମନ୍ତ୍ରୀ 2 ଦିନିଆ ମାଳଦ୍ୱୀପ ଗସ୍ତ ଯିବେ। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ନିୟନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତ ଯିବା ସହ ମାଳଦ୍ୱୀପର 60ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମତି ଅତିଥି ଭାବରେ ଯୋଗ ଦେବେ। ମୋଦି ଏହି ଅବସରରେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବଳଙ୍ଗା ପୀଡ଼ିତା ଏବେ ଦିଲ୍ଲୀସ୍ଥିତ ଏମ୍ସରେ ହେଉଛନ୍ତି ଚିକିତ୍ସିତ। ପୀଡ଼ିତାଙ୍କୁ ଭେଟିବା ସହ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ପଚରାଉଚରା କରି ବୁଝିଥିଲେ ପ୍ରଭାତୀ ପରିଡ଼ା। ସ୍ୱାସ୍ଥ୍ୟାବସ୍ଥା ସୁଧାର ଆସୁଥିବା ଜଣାପଡ଼ିବା ପରେ ଗତ ଶନିବାର ପୀଡ଼ିତାଙ୍କ ସହ ଘରକୁ ଯାଇଥିବା ବେଳେ 3 ଜଣ ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ। ପୀଡ଼ିତା ଚିତ୍କାର ପରେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ଯୁବତୀକୁ ଉଦ୍ଧାର କରିଥିବା ସହିତ ଭୁବନେଶ୍ୱର ଏମ୍ସ ପରେ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା, ଯେଉଁଠାରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି।